ସମାଲୋଚନା ଓ ଆଗ୍ରହ ସମ୍ପର୍କରେ ସମ୍ୟକ୍ ବା ଅଳ୍ପ ସ୍ୱଳ୍ପ ଆଲୋଚନା କରିବାର ନାମ ସମାଲୋଚନା ବା ସମୀକ୍ଷା। ଏହି ଆଲୋଚନା କଥା ବା ବକ୍ତବ୍ୟରେ ହୋଇଥାଏ, ପୁଣି ଲେଖା ବା ରଚନାରେ ହୋଇଥାଏ। ସମାଲୋଚନା ସାର୍ବଜନୀନ ଏକ କ୍ରିୟାତ୍ମକ ପ୍ରକାଶ। ସବୁଠି ସର୍ବତ୍ର ବା ଜୀବନ ଅତିବାହିତର ପ୍ରତ୍ୟେକ କ୍ଷେତ୍ରରେ ଅଛି। ବିନା ଆଲୋଚନାରେ ଜୀବନ ନାହିଁ। ଭଲ ମନ୍ଦ, ଉତ୍କର୍ଷ ଅପକର୍ଷ ପ୍ରକାଶ ସମାଲୋଚନାରେ ସାଧାରଣତଃ କରାଯାଇଥାଏ। କହିବା ମଣିଷର ଅନ୍ୟତମ ପ୍ରକୃତି ତଥା ମଣିଷ କହିଥାଏ। ମନ୍ତବ୍ୟ ପ୍ରଦାନର ନାମ ସମୀକ୍ଷା। ମଣିଷ ନିଜର ସ୍ୱରୂପ, ଆକୃତି, ବ୍ୟକ୍ତିପଣରୁ ନିଜ ସମ୍ବନ୍ଧରେ କିଛିଟା ପ୍ରକାଶେ, ପୁଣି ତା ସହିତ ସମ୍ପର୍କରେ ଆସିଥିବା, ତାକୁ ଜାଣିଥିବା ଲୋକ ଦ୍ୱାରା ବି ଅନ୍ୟ ନିକଟରେ ଜଣାଯାଇଥାଏ, ପରିଚିତ ହୋଇଥାଏ ପରୋକ୍ଷ ଭାବରେ। ସମାଲୋଚନାର ଏହା ହିଁ ହେଉଛି ରୀତି। ଏଠି ବା ଏଠାରେ ସାହିତ୍ୟ ସମ୍ପର୍କୀୟ ସମୀକ୍ଷା ବା ସମାଲୋଚନାର ଆଲୋଚନା କରାଯାଉଅଛି। ସାହିତ୍ୟର ସରଳ ସଂଜ୍ଞା ହେଲା ଜୀବନର ସୃଜନଶୀଳ କଳାତ୍ମକ ପ୍ରକାଶ, ଯାହାକି ଭାଷା ମାଧ୍ୟମରେ ହୁଏ। ସାହିତ୍ୟକୁ ଜୀବନର ସମାଲୋଚନା ବୋଲି ମ୍ୟାଥ୍ୟୁ ଆର୍ନୋଲ୍ଡ କହିଛନ୍ତି। ହେଲେ ସମାଲୋଚନା କହିଲେ ସୃଜନଶୀଳ ସାହିତ୍ୟ ସମ୍ବନ୍ଧୀୟ ଭଲ ମନ୍ଦ, ଉତ୍କର୍ଷ ଅପକର୍ଷ ଜନିତ ବିଚାର ଓ ବିବେଚନା, ସେହି ସମ୍ପର୍କୀୟ ନିଜସ୍ୱ ମତଦାନ। ସାହିତ୍ୟ ସୃଜନଶୀଳ ଏବଂ ସମାଲୋଚନାର ହୋଇ ଦୁଇ ପ୍ରକାର, ଦୁଇ ଭାଗରେ ବିଭକ୍ତ। ସୃଜନଶୀଳ ସାହିତ୍ୟକୁ ପରିଚିତ, ପ୍ରତିଷ୍ଠିତ ଏବଂ ପାଠ୍ୟାନ୍ତର୍ଗତ କରାଏ ସମାଲୋଚନାର ସାହିତ୍ୟ। ଜଣେ ସୃଜନଶୀଳ ବା କ୍ରିଏଟିଭ୍ ଲିଟରେଚର ସାହିତ୍ୟକୁ ନ ପଢ଼ିଲେ ସାହିତ୍ୟର ବିଷୟବସ୍ତୁ, ତାର ଭାଷା, ରଚନା ଶୈଳୀ, ଦୃଷ୍ଟିଭଙ୍ଗୀ, ଅବସ୍ଥିତି ଇତ୍ୟାଦି ସମ୍ପର୍କରେ ଜାଣିପାରିବ ନାହିଁ କି ସାହିତ୍ୟଟି କିଭଳି ଅଛି, କଳାର ଦରବାରରେ ଠିଆ ହୋଇଛି। ପଢ଼ି ସାରିଲା ପରେ ଯାଇ ଜଣେ ବା ପାଠକ ସାହିତ୍ୟ ସମ୍ପର୍କରେ କିଛିଟା କହିପାରିବ କି ସାହିତ୍ୟଟି ଭଲ ଅଛି କିମ୍ବା ମନ୍ଦ ଅଛି। ଏହା ପୂର୍ବରୁ ଜମାରୁ ନୁହେଁ। ପ୍ରତିଷ୍ଠିତ ଲେଖକ ହୋଇଥିଲେ ଯେ ପ୍ରତିଷ୍ଠିତ ଲେଖକଙ୍କର ସବୁ ରଚିତ ସାହିତ୍ୟ କୃତି ଭଲ, ଉଚ୍ଚକୋଟୀର, ପାଠକୀୟ ଗ୍ରାହ୍ୟ ହୋଇଥିବାର ମାନେ ବା ଯଥାର୍ଥତା ନଥାଏ। ଉଦାହରଣ ସ୍ୱରୂପ ବ୍ୟାସକବି ଫକୀରମୋହନ ସେନାପତିଙ୍କର କାଳିକା ପ୍ରସାଦ ଗୋରାପ, କମଳା ପ୍ରସାଦ ଗୋରାପ, ଅଜାନାତି କଥା, ମୌନା ମୌନୀ ଗଳ୍ପ କେବେ କୋଉଠି ପାଠ୍ୟାନ୍ତର୍ଗତ ହେବା, ପାଠରେ ଶ୍ରେଣୀରେ ପଢ଼ାଯିବାର ନଜିର ନାହିଁ। ନ ରହିବାର କାରଣ ହେଲା ଗପଗୁଡ଼ିକ ରଚନା ଦିଗରୁ ଭଲ, ମନଗ୍ରାହ୍ୟ ନୁହେଁ। ପାଠକଙ୍କୁ ସେସବୁ ଗଳ୍ପ ପଢ଼ିବାରେ ମନଲାଖି ହେଉନାହିଁ, ସେ ଲାଗି ପାଠରେ ପ୍ରଚଳିତ କରାଉନାହିଁ। ଏହା ସମାଲୋଚନାରୁ ଜଣାଗଲା, ପ୍ରତିପନ୍ନ ହେଲା। ସମାଲୋଚନା ଓ ଆଗ୍ରହ ସବୁବେଳେ ବିରୋଧରେ ଥାନ୍ତି। ଆଗ୍ରହ କରିବାରେ ମନୋବଳ ବଢ଼ାଏ। ମନ ଯଦି ନାହିଁ, ତେବେ କରିବା ବି ନାହିଁ ବା ନଥାଏ। ଇଂରାଜୀରେ କଥା ଅଛି, ହ୍ୱେନ୍ ଦେର୍ ଇଜ୍ ଏ ୱିଲ୍ ଦେର୍ ଇଜ୍ ଏ ୱେ। ଇଚ୍ଛା ଥିଲେ ଉପାୟ ଆସେ, କରିବାର ବାଟ ଦିଶେ। ଇଚ୍ଛାଟା ମନ ପାଇଁ ସବୁଠୁ ବଡ଼ କଥା, ବିରାଟ ପ୍ରସଙ୍ଗ। ଇଚ୍ଛା କରିବାର ଆଗ୍ରହ ମନରେ ଜଗାଏ, ଆଉ ବ୍ୟକ୍ତି ମଣିଷ ଶେଷରେ କାର୍ଯ୍ୟକୁ କରେ। ସୃଜନଶୀଳ ସାହିତ୍ୟ ଗଠନ ବା ପ୍ରକାର ଦୃଷ୍ଟିରୁ କାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ନାଟକ, ନାଟିକା ବା ଏକାଙ୍କିକା, ପ୍ରବନ୍ଧ, ଜୀବନୀ ହୋଇ ଅନେକ, ସେଇମିତି ଏହାର ସମାଲୋଚନା ବା ସମୀକ୍ଷା। ଆଗ୍ରହ ଯେମିତି ସୃଜନଶୀଳ ବା ସୃଜ୍ୟମାନ ସର୍ଜନଶୀଳ ସାହିତ୍ୟକୁ ଲେଖିବାରେ ସୃଷ୍ଟି କରେ, ନିର୍ମାଣ କରାଏ, ସେମିତି ସମାଲୋଚନା ସାହିତ୍ୟକୁ ମଧ୍ୟ ପ୍ରକାଶେ। ଜଗତରେ ଖୁବ୍ କମ୍ ଲୋକ ସବୁ ପ୍ରକାର ସାହିତ୍ୟ ଲେଖିବାରେ ସୃଷ୍ଟି କରିଥାନ୍ତି। ନହେଲେ କିଏ କବି ତ ଅନ୍ୟ କିଏ ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ। ଓଡ଼ିଆ ସାହିତ୍ୟରେ ଏହାର ଅନେକ ଉଦାହରଣ ସହଜରେ ମିଳିପାରିବ। ଅଧିକ ବୁଝାଇ କହିବା ଦରକାର ନାହିଁ। ଫକୀରମୋହନ କ'ଣ ନାଟ୍ୟକାର ହୋଇପାରିଲେ? କଦାପି ନୁହେଁ। ରାଧାନାଥ କ'ଣ ନାଟ୍ୟକାର ହୋଇପାରିଛନ୍ତି? ଆଦୌ ନୁହେଁ। ସେମିତି ସମାଲୋଚକ ସାହିତ୍ୟର କାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ନାଟକ, ନାଟିକାରେ କେମିତି କୋଉ ବିଚାରରୁ ହେବେ। ସୁତରାଂ ଜଣାଯାଇଥାଏ କି ସମୀକ୍ଷା ବି ରୁଚିଶୀଳ, ଆଗ୍ରହାନ୍ୱିତ ବା ଆଗ୍ରହର ଅପେକ୍ଷା ରଖେ। ସେ ଲାଗି ସମୀକ୍ଷା ଓ ଆଗ୍ରହର ମାନକ ନାମକରଣ ପ୍ରବନ୍ଧକୁ ଦିଆଗଲା, ନହେଲେ ଦିଆଯାଇ ନଥାନ୍ତା। ଭିତ୍ତି
ପ୍ରୀତି ନଥିଲେ ଦାନ ପ୍ରଦାନ କଦାପି ନଥାଏ, ଦିଆଯାଇପାରିବ ନାହିଁ। ଏବେ ଦେଖିବା କେଉଁ ପ୍ରକାର ସମାଲୋଚନା କରିବା ଦୃଷ୍ଟିରୁ ସହଜ। ଉତ୍ତରରେ କୁହାଯାଉଅଛି କି କବିତାର ସମୀକ୍ଷା କରିବା ଦିଗରୁ ସହଜ, କାରଣ ଏହା ଆକାର ଆକୃତିରେ ଛୋଟ, କ୍ଷୁଦ୍ର, ବାରମ୍ବାର ବିଭିନ୍ନ ଦୃଷ୍ଟିକୋଣରୁ ପଢ଼ି ହେବ। ବାରମ୍ବାର ନ ପଢ଼ିଲେ ସମୀକ୍ଷା କରିବା ସହଜ ହୋଇନଥାଏ। କବିତା ପୁଣି ସୁବୋଧ୍ୟ ଦୁର୍ବୋଧ୍ୟ ହୋଇ ଦୁଇ ରକମ। ସବୁ କବିତା ସହଜରେ ବୁଝି ହୋଇନଥାଏ। ସମାଲୋଚନା ସାହିତ୍ୟକୁ ବୁଝିବାର ଉପଲବ୍ଧି କରିବାର ସହଜ ମାଧ୍ୟମ। ସହଜରେ ଯଦି ବୁଝାଇ ନ ପାରେ ତେବେ ସମାଲୋଚନା ବା ସମୀକ୍ଷା ବିଫଳ ଅସଫଳ। ପାଠକ ଏଭଳି ସମୀକ୍ଷାକୁ ବାରମ୍ବାର ବି ପଢ଼ି ନଥାଏ। ଥରେ ପଢ଼ି ଛାଡ଼ିଦିଏ, କହେ କିଛି ବୁଝି ହେଉନାହିଁ, ଆଉ ଥରେ ଅବା କ'ଣ ପଢ଼ିବି, ହେ ବାଜେ ସମୀକ୍ଷା। ଆଜିକାଲି ମାନେ ବହି ବା ଗାଇଡ଼ ବହିର ଠିକ୍ ଏଇ ଦଶା ନୁହେଁ କି? ଭଲ ପିଲା କେବେ ମାନେ ବା ଗାଇଡ଼ ବହି ପଢ଼ି ନଥାନ୍ତି। ଏମାନେ ନିଜ ସିଂହରେ ମାଟି ତାଡ଼ିବା ବ୍ୟକ୍ତି। ଗାଇଡ଼ ବହି ମୁଁ ପଢ଼ି ଦେଖିଛି। IBD ଗାଇଡ଼ ବହି କବି ଗୁରୁପ୍ରସାଦ ମହାନ୍ତିଙ୍କର ବୌଦ୍ଧିକ ଦୁର୍ବୋଧ୍ୟ ସୁନ୍ଦର ରମଣୀୟ କବିତା ଆଖିର କପୋତ ମୋରର ମନମୁଗ୍ଧକର ମନଲାଖି ସଠିକ୍ ସମୀକ୍ଷା ଜମାରୁ କରିପାରି ନାହିଁ। କରିବାଟା ମାଙ୍କଡ଼ ହାତରେ ଶାଳଗ୍ରାମ ହୋଇଯାଇଅଛି। ବିଛାମନ୍ତ୍ର ନ ଜାଣି ସାପ ଗାତରେ ହାତ ପୁରାଇବା ଅନୁଚିତ। ଜଗତରେ ଯୋଗ୍ୟତା ଅନୁଯାୟୀ ବୋଲି କଥା ରହିଅଛି। ଯିଏ ଯୋଗ୍ୟ ସିଏ ହିଁ ସୁଯୋଗ୍ୟ ହୋଇଥାଏ। ସମାଲୋଚନା ଯଦି ନ କରି ପାରୁଛ ତେବେ ନ କର, ଭଲ ହେବ। ପରନ୍ତୁ ଅଯଥାରେ କରିଲେ କେହି ବି ସୂକ୍ଷ୍ମ ପରିଦର୍ଶୀ ତୁମକୁ ବାହାବା ଦେବେ ନାହିଁ, ପ୍ରଶଂସା କରିବେ ନାହିଁ, ସ୍ମରଣୀୟ ରଖିବେ ନାହିଁ। ଏହା ସ୍ୱତଃସିଦ୍ଧ। କଥାରେ ଅଛି, ଫଳେନ ପରିଚୟତେ। ଫଳ ହିଁ ପରିଚୟ ଦେବ, ଆମ୍ବ କି ପଣସ। କବିତାର ସମୀକ୍ଷା ସମାଲୋଚନା ସହଜ ବୋଲି ଯେ ଆମେ ଉପନ୍ୟାସ, କାବ୍ୟ, ନାଟକ, ଜୀବନୀ ସାହିତ୍ୟର ସମାଲୋଚନା ଯେ କରିବା ନାହିଁ, ଏମିତି ଏମନ୍ତ ନୁହେଁ। ବରଂ ଏଥିପ୍ରତି ମନର ଆଗ୍ରହ ବୃଦ୍ଧି କରାଇବା, ଅଧିକରୁ ଅଧିକ ଉତ୍କୃଷ୍ଟ ସମୀକ୍ଷା ସର୍ଜିବା, କଳାର ଦରବାରରେ ଏଗୁଡ଼ିକୁ ଉପଯୁକ୍ତ ପ୍ରତିଷ୍ଠିତ ପରିଚିତ କରାଇବା, ସମତୁଲ୍ୟତା ରଖିବା। କଥା ଉଠିଛି କି ଓଡ଼ିଆ ସାହିତ୍ୟରେ ସମାଲୋଚନା ଦିଗଟି ଦୁର୍ବଳ। ଯଥାର୍ଥ ମନଲାଖି ଖୋଜିବା ପ୍ରକାରେ ସମାଲୋଚନା ହେଉନାହିଁ, ପାଠକକୁ ମିଳୁନାହିଁ। ଯାହି ତାହି ପ୍ରକାରେ ସମାଲୋଚନା କରିଦେଇ ନିଜର କାମ ସାରିଗଲା ବୋଲି ସମୀକ୍ଷକ ବିଚାରୁଅଛି। ତାହା ବା ତାର ସମାଲୋଚନା କେତେଦୂର ଭବିଷ୍ୟତରେ କାମ ଦେବ, କାର୍ଯ୍ୟରେ ଆସିବ, ସାହିତ୍ୟର ହିତକାରୀ ହେବ, ପାଠକର ମନୋରଞ୍ଜନ କରିବାରେ ସହାୟକ ହେବ, ଏହାର ବିବେଚନା କରାଯାଉ ନାହିଁ। ସୁତରାଂ ମନୋଭାବ ଯଦି ଏମିତି ରହେ ତେବେ ଗୋଟିଏ ନିର୍ଦ୍ଦିଷ୍ଟ ନିରୂପିତ ଭାଷାର ଅଗ୍ରଗତି ସହଜରେ ହେବ ନାହିଁ। ସାହିତ୍ୟର ମାନଦଣ୍ଡ ବିଚାରଣୀୟ ହୋଇପାରିବ ନାହିଁ। ସହଜରେ ଏହା ଜଳବତ୍ ତରଳ ବୁଝା ପଡ଼ିଯାଏ। ଅଗତ୍ୟା ସମୀକ୍ଷା ଓ ଆଗ୍ରହରେ ବ୍ୟବଧାନ ଦୂରତା ସମୟ କହିବ। କବିତାର ସମୀକ୍ଷା ସହଜ ବୋଲି ଯେ ସବୁ କବିଙ୍କୁ ସମାଲୋଚନାର ଆଲୋକକୁ ଅଣାଯାଇଥାଏ ତାହା ବି ନୁହେଁ। ଏ କ୍ଷେତ୍ରରେ ମଧ୍ୟ ସମୀକ୍ଷକ ନିର୍ବାଚୟୀ ମନୋନୟନ ଭିତ୍ତିକ ହୋଇଥାନ୍ତି।